ବିଜୁ ଜନତା ଦଳର ଅବିସମ୍ବାଦିତ ନେତା, ସର୍ବମାନ୍ୟ ନେତା ଏବଂ ଓଡ଼ିଶାର ଜନଗଣଙ୍କର ପ୍ରିୟତମ ନେତା। ତାଙ୍କରି ଅଭିୟସଲି ତାଙ୍କରି ନେତୃତ୍ୱ ଜଣା କାଲି ସେ ବିଷୟରେ କୌଣସି କଥା ଆଲୋଚନା ନାହିଁ। ସଦସ୍ୟ ହିସାବରେ ପ୍ରକାଶ କରିଥିଲେ ଆସିବା ପାଇଁ। ଦଳରେ ବିଭିନ୍ନ ପ୍ରଫେସନାଲ ବିଭିନ୍ନ ସମୟରେ ଆସିଛନ୍ତି ଏବଂ ସେ ପ୍ରଶାସନିକ ଅଧିକାରିଣୀ ଥିଲେ ଏବଂ ତାପରେ ସେ କ୍ଲାରିଫାଇ ବି କରିଛନ୍ତି ଯେ ଯେଉଁଟାକି ବାହାରକୁ ଜଣାଇବା ପାଇଁ ଯେହେତୁ ଯେ ସେ ନିଜେ ହିଁ ତାଙ୍କରି ନେତୃତ୍ୱରେ ନିର୍ବାଚନ ଉପସ୍ଥିତ ନଥିଲେ ସେ ନେତାଙ୍କୁ ଡାକିକି ଆଜି ସୁଜାତା ଆଲୋଚନା କରୁଛନ୍ତି। ବବି ଦାସ ଯେମିତି ଗତକାଲି ଉପସ୍ଥିତ, ମୁଁ ଜାଣିନି ବବି ଦାସ ମତେ କହିନାହାନ୍ତି, ସେ ଆସିଲେ ଦଳର ଯୋଉ ନେତା ଅନୁପସ୍ଥିତ ରହିଲେ ମନମାଳିନ୍ୟ ରହିଛି ନା ସବୁ ଗୋଟିଏ ଲାଇନ? ମୁଁ ତ ଯାହା କମ୍ୟୁନିକେସନ ପାଇଛି ଧରନ୍ତୁ ଶିଳ୍ପ ପ୍ରସନ୍ନ ଆଚାର୍ଯ୍ୟ ସିନିୟର ସେ ତାଙ୍କର ମୋର ଥିଲା ବିଶେଷ ପ୍ରୋଗ୍ରାମରେ ଏବଂ ଅନ୍ୟମାନେ ଯେଉଁମାନେ କନଷ୍ଟିଚ୍ୟୁଏନ୍ସିରେ ପ୍ରି ଅକୁପାଇଡ ଥିଲେ ଆଉ କିଛି ଆଉ କେହି ନେତା ତ ଆଉ କିଛି ବରିଷ୍ଠ ନେତା କହୁଛନ୍ତି ଆମକୁ ଯୋଗାଯୋଗ ହେଇନି, ଆମକୁ ଇନଫର୍ମେସନ ଦିଆହେଇଥିବ। ହଠାତ୍ ଯେତେବେଳେ ହେଲା ଏବଂ ଡିସିସନଟା ସାର୍ ସଡନ୍ ଡାକିଲେ ଦୂରରୁ ଧରନ୍ତୁ ମାନସ ମାର୍କା ପାଇଁ ଆସିପାରିବେ କି ଆଉ କାହାକୁ ଯାହାକୁ ପାଇଛନ୍ତି ଯିଏ ଅଛନ୍ତି ପ୍ରାୟ ଲୋକ କିନ୍ତୁ